परमेश्वर मान धन्यवाद हो परमेश्वर केते अनुग्रह कले आज आपण सम्मुखें मनोरंजन निमंते कोरापुटरू आपण मान गोटे नाच नहीं आसवा सुजोग देले से परमेश्वर धन्यवाद देवा सहित मुझे समस्त मोर प्रेज लॉर्ड जड़े प्रेज लॉर्ड आज आम देखा जे नूतन वर्ष कोरापुटे कि प्रकार नाचुंट एवं से विषय आम देखा जेहेतु मु आपण मैंने जानती मुदुआ को मद दरकार कलाकार को से कला देखापी बहुत इच्छा हुए आउ से कला देखले ताको खुशी लगे मु खुशी माने अनुभव करने सहित आपण माने अनुभव करंतु एवं देखंतु मु वर्तमान कोरापुट को जाऊँगी आउ तांकर नाच ध्यान देकी देखंतु आपण केते खुशी हेबे ताहा लिखिबे मु मध्य आपण सहित से मनोरंजन करने जाऊँगी जे कोरापुटर से नाच जोटा परमेश्वर गीतर बा जीशुंको गीतरे बा जीशुंको सृष्टिकर्ता गीतरे नाचिबा एवं ट्यूनिंग रे नाचिबा से समस्त विषय आपण देखंतु आपण मानक मनोरंजन निमंते एटा को संग्रहित करा जाय अछि आपण देखंतु तापरे आउ आगु को शिखिबा। आदिवासी ना धरिकी आज देखते कि प्रकार भाव दिन था एम वेशभूषा आज आप करेंगे जो वेशभूषा यही भूमि मान वेशभूषा ये मंत्र आ देखु मैंने बहुत दिन हो ना अल्प दिन मध्य 7-8 वर्ष मध्य डेभलप उदयगिरी से आउ जो पास्टर को शिक्षा देवा कहते पास्टर भुवनेश्वर स्टडी स्कूल 3 मसीह 2001 मसीह से स्थान से
କହୁଛନ୍ତି ଯେ ସେଠିର ମାଆମାନେ ଏ ପ୍ରକାର ବେଶରେ ଥାଆନ୍ତି, ଗୋଟେ ଟାବଲକୁ ବାନ୍ଧିଥାନ୍ତି ଆଉ ଗୋଟେ ଟାବଲ ପିନ୍ଧିଥାନ୍ତି। ସେ ତାକୁ ଶିକ୍ଷା କହୁଛନ୍ତି ଏବଂ ଯେହେତୁ କୋଟଗଡ଼ ବ୍ଲକ ପ୍ରତି ଶ୍ରୀରାମପୁର ଆମର ପଞ୍ଚାୟତ ଶେଷ ଆମର କନ୍ଧମାଳର ଶେଷ ବ୍ଲକ। ତାପରେ ମୁଁ ତାକୁ ଦେଖିଲା ପରେ ମୋର ଯେତେବେଳେ ଏଠିକି ଆସିଲା ସେତେବେଳେ ଆମେ ସେଠି କ'ଣ କରୁ, ମାଷ୍ଟରମାନଙ୍କ ଚାଷ ଜମି ହେଉଛି ଚାଷ ଜମିରେ ଯଦି ଖୁଣ୍ଟ ଅଛି, ଖୁଣ୍ଟ କାଢ଼ିବା ପଥର କାଢ଼ିବା ତାପରେ ଆମେ ଚାଷ କରିବା। ସେ ପ୍ରକାରେ ଆମ ବିଶ୍ୱାସୀମାନେ ହେଉଛନ୍ତି ଆମର କ୍ଷେତ୍ର ଏବଂ ଆମେ ହେଉଛି କ'ଣ ପରସ୍ପର କାର୍ଯ୍ୟ ରେ ଯେହେତୁ ଲେଖୁଛନ୍ତି 3 କରନ୍ତି 3 ପଦରେ, କାରଣ ଆମ୍ଭେମାନେ ଈଶ୍ୱରଙ୍କ ସହକର୍ମୀ, ତୁମ୍ଭେମାନେ ଈଶ୍ୱରଙ୍କ କ୍ଷେତ୍ର ଓ ଈଶ୍ୱରଙ୍କ ବିଶ୍ୱାସୀମାନେ ହେଉଛନ୍ତି କ'ଣ ଈଶ୍ୱରଙ୍କ କ୍ଷେତ୍ର ଓ ଈଶ୍ୱରଙ୍କ ଗୃହ। ଆଉ ଗୃହକୁ କି ପ୍ରକାର ସଜାଡ଼ିଲେ ଗୃହ ସୁନ୍ଦର ଦିଶେ ଏବଂ କ୍ଷେତ୍ରକୁ କି ପ୍ରକାର ସଜାଡ଼ିଲେ କ୍ଷେତ୍ର ମାନେ ଠିକ୍ରେ ଫଳ ଉତ୍ପନ୍ନ କରେ ଏବଂ ଆଉ କେଉଁ ସମୟରେ କେଉଁ ଚାଷ କରାଯାଏ, କେଉଁ ଜିନିଷ ବୁଣିଲେ ଚାଷ ହୁଏ। କୃଷକ ଯେମିତି ସେ ମାନେ ବୀଜକୁ ଚିହ୍ନିଥାଏ, ଏ ବୀଜ ଏଇ ଜାଗାରେ ବୁଣିଲେ ହେବ, ଏଇଠି ଧାନ ବୁଣିବାକୁ ହେବ, ଏଠି ମାଣ୍ଡିଆ ବୁଣିବାକୁ ହେବ, ଏଠି କୁଇରି ବୁଣିବାକୁ ହେବ, ଏଠି କାଙ୍ଗ ବୁଣିବାକୁ ହେବ, ଏଠି ମାନେ ଆମର କୁଶଲା ବୁଣିବାକୁ ହେବ। ଏଇସବୁ ସମସ୍ତ ଜିନିଷ ଯେତେ ଜିନିଷ ଅଛି ସେ ଜାଣି ଠିକ୍ ସେ ପ୍ରକାରେ ବିଶ୍ୱାସୀମାନଙ୍କର ଈଶ୍ୱରକୁ ସେବା କରୁଛନ୍ତି। ସେ ମାନେ ବିହନ ବୁଣାଳି। ସେଥିପାଇଁ ଆଜି ଦେଖୁଛୁ ଆମେ ଏଇ ଯେତେ ଲୋକ ଡାନ୍ସ କରୁଛନ୍ତି ନାଚୁଛନ୍ତି ସେମାନେ ହେଉଛନ୍ତି କ'ଣ ଆଉ ପରିବର୍ତ୍ତନ ହେଉଛନ୍ତି। ଯାହାରି ଫଳରେ ଦେଖିବାକୁ ସୁନ୍ଦର ଯେତେବେଳେ ଦେଖିବା କେମିତି ଗଛ ଯଦି ଜଲ୍ଦି ବଢ଼ୁଛି ତାହେଲେ ସେଇଟା ଛିଡ଼ି ଯାଇକି ଛିଡ଼େଇଥାଏ। ଆଉ ଯେଉଁ ଗଛଟା ବଢ଼ୁ ନାହିଁ ସେଇଟା ସେମିତି ଆକାର ଥିବ, ସେ ପତ୍ର ଗୋଟେ ମାନେ କହଳ ପତ୍ର ବାହାରି ନଥାଏ, ସେଇଟା କ'ଣ ସେମିତି ଆକାର ଗୁଡ଼ା ହେଇଥିବ। ସେଥିପାଇଁ ମୁଁ କୁହେ ଯେ ଗଛ ଯଦି ବର୍ଷକୁ ଥରେ ପତ୍ର ଝଡ଼ିବ ନାହିଁ ସେ ଗଛ କେବେ ବଢ଼ିବ ନାହିଁ। ଅନେକ ଲୋକମାନେ ରୋଗରେ ପଡ଼ିକି ଏମିତି ପଡ଼ିକି ସେମିତି ହେଇଯିବ ଯେତେବେଳେ କୁହନ୍ତି ସେତେବେଳେ ମୁଁ ଖୁସିରେ ଗୋଟେ କହିଦିଏ। କାହିଁକି ତାପରେ ତାକୁ ବୁଲେଇକି କୁହେ ଯେ ଦେଖନ୍ତୁ ଯେ ଚାଉଳ ଡାଲିର ଏକ୍ସପାୟାରି ଡେଟ୍ କିନ୍ତୁ ମେଡ଼ିସିନର ଏକ୍ସପାୟାରି ଡେଟ୍ ଅଛି ଆଉ ମେଡ଼ିସିନ ମାଧ୍ୟମରେ ଅନେକ ଲୋକମାନେ ବଞ୍ଚୁଛନ୍ତି। ସେଥିପାଇଁ ବେଳେବେଳେ ଏମିତି ହୁଏ। ସେଥିପାଇଁ ପ୍ରଭୁ କ'ଣ କଲେ ସୁଖ ଓ ଦୁଃଖକୁ ପାଖେ ପାଖେ ରଖିଲେ। ଆମେ ଜ୍ଞାନୀ ସଲୋମନ ଲେଖୁଛନ୍ତି ଆମେ ଦେଖୁଛୁ ଯେ ଉପଦେଶକ 7:14 ପଦରେ ସୁଖ ସମୟରେ ଆନନ୍ଦିତ ହୁଅ ଓ ଦୁଃଖ ସମୟରେ ବିବେଚନା କର। ମନୁଷ୍ୟକୁ ଭବିଷ୍ୟତରେ ଯାହା ଘଟିବ ତାହା ଯେପରି ସେ ଜାଣି ନପାରେ, ଏଥିପାଇଁ ପରସ୍ପର ସୁଖ ଓ ଦୁଃଖକୁ ପାଖେ ପାଖେ ରଖି ଅଛନ୍ତି। ଆମେ ଦେଖୁଛୁ ସୁଖ ସମୟରେ ଆନନ୍ଦିତ। ଏବେ ବର୍ଷର ପ୍ରଥମ ଦିନ ଯେଉଁଟାକି ମସିହା ଯେଉଁ 2024 ମସିହା ଗଲା ଏବଂ 2025 ମସିହା ଆସିଲା, ଏଇଟା ହେଉଛି ପ୍ରଥମ ଦିନ। ଆଉ ଖୁସିରେ ଆଉ ଯେଉଁଟାକି କୋରାପୁଟରେ ଥିବା ଈଶ୍ୱରକୁ ବିଶ୍ୱାସ କରୁଥିବା ସେବକ ସେବିକା ଭାଇ ଭଉଣୀ ଛୋଟ ବଡ଼ ସମସ୍ତେ ଖୁସିରେ କ'ଣ କରୁଛନ୍ତି ପରଶୁକୁ ଆରାଧନା କରୁଛନ୍ତି, ପରଶୁକୁ ପ୍ରଶଂସା କରୁଛନ୍ତି। ସେଥିପାଇଁ ଯେତେବେଳେ ସମୀରଣୀୟ ସ୍ତ୍ରୀଙ୍କ ପାଖରେ ଯୀଶୁ ଯାଇକି ପହଞ୍ଚିଲେ ସେତେବେଳେ ସମୀରଣୀୟ ସ୍ତ୍ରୀ ମାନେ ତାକୁ କହିଲେ ଯେ ମାନେ ଲେଖା ହେଇଛି ଆଗରୁ ଶାସ୍ତ୍ରରେ ଲେଖା ହେଇଛି କ'ଣ ବୋଲିକି ଯେ ଆସିବେ କିଏ ଆସିବେ ମସିହ ଆସିବେ, ସେ ମସିହ ଆସିଲେ କ'ଣ ହେବ ସବୁ ବିଷୟ ଆମକୁ ଶିକ୍ଷା ଦେବେ। ମାନେ ସେ ମାନେ ସେ ଜାଣିନାହାନ୍ତି ଇଏ ହେଉଛନ୍ତି ସେ ମସିହ, କିନ୍ତୁ ସେ ତାହାକୁ ବୁଝାଉଛନ୍ତି ବା କହୁଛନ୍ତି ଯେ ଆମେ ଶୁଣିଅଛୁ ଯେ ମସିହ ଆସିଲେ ସେ କ'ଣ କରିବେ
ଆମେ ଦେଖୁ ଯେ ସେ ଯେତେବେଳେ ତାଙ୍କ ସହିତ କଥୋପକଥନ କଲା ପରେ ସେ ଝିଅଟା କହୁଛି କ'ଣ ଆମେ ଦେଖୁ ଯେ ଯୋହନ 4:25 ପଦରେ ସ୍ତ୍ରୀ ଲୋକଟି ତାହାକୁ କହିଲା, ମସିହ ଯାହାକୁ ଖ୍ରୀଷ୍ଟ କହନ୍ତି ସେ ଆସୁଅଛନ୍ତି ବୋଲି ମୁଁ ଜାଣେ। ଯେତେବେଳେ ସେ ଆସିବେ ସେ ଆମମାନଙ୍କୁ ସମସ୍ତ ବିଷୟ ଜଣାଇବେ। ଏଠି ସେ ଯୀଶୁଙ୍କ ସହିତ କଥା ହେଇ ସେ କ'ଣ କହୁଛି, ସେ ଝିଅଟା କ'ଣ କହୁଛି, ଯୀଶୁଙ୍କ ସହିତ କଥା ହେଉଛି। ଯୀଶୁ ସବୁ ତାର ଅନ୍ତର କଥା କହିଦେଲେ ଯେ ତୋର 5ଟା ସ୍ୱାମୀ ଅଛନ୍ତି, ଆଉ ଜଣେ ଅଛି ସେ ବି ତୋର ସ୍ୱାମୀ ନାହିଁ। ଯେତେବେଳେ ତାର ଅନ୍ତର କଥା ଜାଣିଲେ ତାପରେ ସବୁ ଜିନିଷ କହିଲା ପରେ ସେ ତାହାଙ୍କ ସହିତ କଥୋପକଥନ ହେଲା ପରେ ଯୀଶୁ ତାଙ୍କୁ କହୁଛନ୍ତି ଯେ 24 ପଦରେ ଯେ 4:24 ଯୋହନ 4:24 ଈଶ୍ୱର ଆତ୍ମା, ପୁଣି ଯେଉଁମାନେ ତାହାଙ୍କର ଉପାସନା କରନ୍ତି ଆତ୍ମାରେ ଓ ସତ୍ୟରେ ଉପାସନା କରିବା ସେମାନଙ୍କର ଉଚିତ। ସେ ଶିକ୍ଷା ତାକୁ କହିଲେ ଯେ ସେ ଉଚିତ। ସେତେବେଳକୁ ସେ କ'ଣ କହୁଛନ୍ତି, ସେ ସ୍ତ୍ରୀ ଲୋକଟି ଆମେ ଦେଖୁଛୁ ଯୋହନ 4:25 ପଦରେ ସ୍ତ୍ରୀ ଲୋକଟି ତାହାଙ୍କୁ କହିଲା, ମସିହ ଯାହାଙ୍କୁ ଖ୍ରୀଷ୍ଟ କହନ୍ତି ସେ ଆସୁଅଛନ୍ତି ବୋଲି ମୁଁ ଜାଣେ। ସେ ଆସୁଅଛନ୍ତି ବୋଲି ମୁଁ ଜାଣେ। ଯେତେବେଳେ ସେ ଆସିବେ ସେ ଆମମାନଙ୍କୁ ସମସ୍ତ ବିଷୟ ଜଣାଇବେ। ସେ ଆସିଲେ କ'ଣ ସମସ୍ତ ବିଷୟ ଜଣାଇବେ। ତାପରେ 26 ପଦରେ ଯୀଶୁ ତାହାଙ୍କୁ କହିଲେ, ତୁମ ସହିତ କଥା କହୁଅଛି ଯେ ମୁଁ ସେହି ଅଟେ। ତୁମେ ଯେଉଁ ଖ୍ରୀଷ୍ଟଙ୍କୁ ଅପେକ୍ଷା କରିଅଛ, ଯେଉଁ ମସିହଙ୍କୁ ଅପେକ୍ଷା କରିଅଛ, ମୁଁ ସେହି। ସେଥିପାଇଁ ଏଠି ଯେ ସେ କହୁଛନ୍ତି ମୁଁ ଜାଣେ ସେ ଆସିଲେ ସବୁ ବିଷୟ ଶିଖେଇବେ, ସେ ସବୁ ବିଷୟ କହିବେ। ତାପରେ ଯୀଶୁ ଦେଖିଲେ ଯେ ସବୁ ଜିନିଷ କହିବା, ସବୁ ଜାଗାରେ ଉପସ୍ଥିତ ହେବା ଏଇ ମାଂସ ଶରୀରରେ କାର୍ଯ୍ୟ କରି ହେବ ନାହିଁ। ଯଦି ବା ରହିବି ଗୋଟେ ଜାଗାରେ ରହିବି ଓ ଅଲଗା ଜାଗାରେ ଆଉ ରହିପାରିବି ନାହିଁ। ସେଥିପାଇଁ ସେ କ'ଣ କଲେ ଯେ ନିଜକୁ ଉତ୍ସର୍ଗ କଲେ। ଉତ୍ସର୍ଗ କଲା ପରେ ସେ କ'ଣ କହିଲେ, ମୁଁ ମାନେ ସବୁ ସ୍ଥାନରେ ଯେମିତି ଉପସ୍ଥିତ ରହିପାରିବେ ଏଥିରେ ମୋତେ ସେ କ'ଣ ଆତ୍ମା ହେଲେ। ସେଥିପାଇଁ ସେ ଯେତେବେଳେ ଈଶ୍ୱରଙ୍କର ସେବକମାନେ ପ୍ରାର୍ଥନା କରୁଛନ୍ତି ଆଉ ଯେତେବେଳେ କହୁଛନ୍ତି ଯେ ଆମକୁ ଯୀଶୁଙ୍କ ଆତ୍ମା ଆମକୁ ଅନୁମତି ଦେଲା ନାହିଁ ବୋଲି କହୁଛନ୍ତି। ସେଥିପାଇଁ ଏଇ ବାକ୍ୟକୁ ଦିନକୁ ଦିନ ଶିଖନ୍ତୁ। ପ୍ରଭୁ ଠିକ୍ ସମୟରେ ଆପଣମାନଙ୍କୁ ଆଶୀର୍ବାଦ କରିବା। ଆଜିର ଏହି ଅଳ୍ପ ଶିକ୍ଷା ଉପରେ ପ୍ରଥମେ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ରହିଲି, ନମସ୍କାର, ପ୍ରେଜ୍ ଦ ଲର୍ଡ।